नमस्कार दर्शक बंधु। नमस्कार दर्शक बंधु। नमस्कार दर्शक बंधु। नमस्कार दर्शक बंधु। आपण मानकु अनेक अनेक शुभेच्छा एवं हार्दिक अभिनंदन जणाई आरंभ करूछु आज कार्यक्रम। आसंतु अभिनय शिक्षा ग्रहण करिबा। लेट अस लर्न एक्टिंग। ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ଅଧ୍ୟାୟ। ଗତ ଅଧ୍ୟାୟରେ ଆପଣମାନେ କାର୍ଯ୍ୟକ୍ରମ ଦେଖି ଅନେକ ବହୁତ ଭଲ ଭଲ ମତାମତ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ସାଧାରଣ ଶିକ୍ଷା ଗ୍ରହଣକାରୀଙ୍କ ଠାରୁ ଅନେକ ଅଭିଜ୍ଞ ନାଟ୍ୟକାର, ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀ ଦେଖି ସେମାନଙ୍କର ମତାମତ ୟୁଟ୍ୟୁବ୍ ମାଧ୍ୟମରେ ଜଣାଇଛନ୍ତି। ଜଣେ ତ ମୋତେ ବ୍ୟକ୍ତିଗତ ଭାବରେ ମଧ୍ୟ ମିଶି ସେମାନଙ୍କର ମତାମତ ଜଣାଇଛନ୍ତି। ତେବେ ଗତ ଅଧ୍ୟାୟରେ ଆମେ ଯାହା ସବୁ ଆଲୋଚନା କରୁଥିଲେ ସେଇ ଆଲୋଚନାକୁ ଆଉ ଟିକେ ଆଗକୁ ବଢ଼ାଇବା। ଗତ ଅଧ୍ୟାୟରେ ଆମେ ମୁଖ୍ୟତଃ ଆଲୋଚନା କରିଥିଲେ ଯେ ନାଟକରେ ଅଭିନୟ କରିବା ଦ୍ୱାରା ଆମ ଅଭିନୟଟି ପରିମାର୍ଜିତ ହୋଇଥାଏ। ଜଣେ ବ୍ୟକ୍ତି ପ୍ରଥମ ଅବସ୍ଥାରେ କିଛି ନାଟକରେ ଅଭିନୟ କରିବା ପରେ ତାପରେ ସେ ଟେଲିଭିଜନ, ଚଳଚ୍ଚିତ୍ର କିମ୍ବା ଅନ୍ୟାନ୍ୟ ଯେଉଁ ସବୁ ଅଭିନୟର ମାଧ୍ୟମ ଗୁଡ଼ିକ ରହିଛି ସେଇଥିରେ ଅଭିନୟ କରିବା ଦ୍ୱାରା ତା'ର ଅଭିନୟ ଭଲ ହୋଇଥାଏ। ତେଣୁ ସର୍ବପ୍ରଥମେ ଜଣେ ବ୍ୟକ୍ତି ବା ଗୋଟିଏ ଅଭିନେତା, ଅଭିନେତ୍ରୀ ସର୍ବପ୍ରଥମେ ନାଟକରେ ଅଭିନୟ କରିବା ଉଚିତ। ଆଉ ନାଟକରେ ଅଭିନୟ କରିବା ପାଇଁ କ'ଣ ଦରକାର? ନାଟକରେ ଅଭିନୟ କରିବା ପାଇଁ ଗୋଟିଏ ନାଟ୍ୟ ଦଳ ସହିତ ଆମକୁ ସମ୍ପୃକ୍ତ ହେବାକୁ ପଡ଼ିବ। ଏହି କଥା ମଧ୍ୟ ଆମେ ଗତ ଅଧ୍ୟାୟରେ ଆଲୋଚନା କରିଥିଲେ। ବର୍ତ୍ତମାନ ସେଇ ଗତ ଅଧ୍ୟାୟର ଆଲୋଚନାକୁ ନେଇକରି ହିଁ ଆମେ ଏହି ଅଧ୍ୟାୟର ଆଲୋଚନାକୁ ଆଗକୁ ବଢ଼ାଇବା ଆଉ ଏହି ଅଧ୍ୟାୟରେ ଶିକ୍ଷା ଗ୍ରହଣଟିକୁ ଆମେ ଆଗକୁ ନେବା। ତେବେ ସେହି ଅଧ୍ୟାୟରେ ଆଲୋଚନା ମାଧ୍ୟମରେ ଗୋଟିଏ କଥାକୁ ଆଲୋଚନା କରାଯାଇଥିଲା ଯେ କୌଣସି ଗୋଟିଏ ଭଲ ନାଟକ ବହିର ନାଟକକୁ ଆପଣ ଭଲ ଭାବରେ ପଢ଼ନ୍ତୁ, ମାନେ ନାଟ୍ୟ ପୁସ୍ତକ। ସେହି ଆଲୋଚନା ଆଉ ସେହି କ୍ରମରେ ଆମେ ପଞ୍ଚପରାଗ 5ଟି ନାଟକର ଏକ ସଂକଳନ ସେହି ପୁସ୍ତକ ସମ୍ପର୍କରେ ଆମେ ଆଲୋଚନା କରୁଥିଲେ। ପଞ୍ଚପରାଗରେ ସ୍ଥାନିତ 5ଟି ନାଟକ ମୋ ଦ୍ୱାରା ଲିଖିତ ହୋଇଛି। ଆପଣମାନଙ୍କର ପ୍ରିୟ ଅମୂଲ୍ୟ ଅନମୋଲ ଏହି ନାଟକ ସବୁ ରଚନା କରିଛନ୍ତି। ଏହି ନାଟକ ଗୁଡ଼ିକ ଅଲ୍ ଇଣ୍ଡିଆ ରେଡ଼ିଓରେ ପ୍ରସାରିତ ହେବା ସହିତ ଏଥିରେ ସ୍ଥାନିତ ନାଟକ ଗୁଡ଼ିକ ବିଭିନ୍ନ ସମୟରେ ବିଭିନ୍ନ ମଞ୍ଚରେ ମଞ୍ଚସ୍ଥ ହୋଇପାରିଛି। ଏଥିରେ ସ୍ଥାନିତ ନାଟକ ଗୁଡ଼ିକ ହେଉଛି ସ୍ୱାଭିମାନ, ସ୍ୱାର୍ଥପର, ସ୍ୱାବଲମ୍ବୀ, ଚେତନା ଏବଂ ଶିବୁର ଶପଥ। ହଁ, ଆପଣମାନଙ୍କୁ ମୁଁ ପୁଣି ଥରେ ଗୋଟିଏ କଥା କହିଦିଏ ଯେ ଏହି ପଞ୍ଚପରାଗ 5ଟି ନାଟକର ଏକ ସଂକଳନ, ଏହି ପୁସ୍ତକଟି ଆମାଜନରେ ଆଭେଲେବୁଲ୍ ଅଛି। ଆପଣମାନେ ଯେଉଁମାନେ ଚାହିଁବେ ଆମାଜନ ମାଧ୍ୟମରେ ଅନଲାଇନ୍ରେ ଆପଣମାନେ ଆଣି ତାକୁ ପଢ଼ିପାରିବେ। ତେବେ ଏହି ନାଟକ ସମ୍ପର୍କରେ କିଛି ବିଜ୍ଞ ବ୍ୟକ୍ତି, ଯେଉଁମାନେ ଚଳଚ୍ଚିତ୍ର ସହିତ ସମ୍ପୃକ୍ତ ବ୍ୟକ୍ତିମାନେ, ନାଟକ ସହିତ ସମ୍ପୃକ୍ତ ବ୍ୟକ୍ତିମାନେ, ସାହିତ୍ୟ ସହିତ ସମ୍ପୃକ୍ତ ବ୍ୟକ୍ତିମାନେ, ଅଭିନେତା, ଅଭିନେତ୍ରୀ, ନାଟ୍ୟକାର, ନିର୍ଦ୍ଦେଶକ, ସାହିତ୍ୟିକ, ନାଟ୍ୟ ସଂଗଠକ, ସେମାନେ ନିଜ ନିଜର ମତାମତ ଦେଇଛନ୍ତି। ଆସନ୍ତୁ ସେହିଭଳି ବିଦ୍ୱାନ ବ୍ୟକ୍ତିମାନେ ସବୁ କ'ଣ ଏହି ପୁସ୍ତକ ସମ୍ପର୍କରେ ମତାମତ ଦେଇଛନ୍ତି ତାକୁ ଟିକେ ଆମେ ଜାଣିନେବା, ତାପରେ ପୁଣି ଆମର ଆଲୋଚନାକୁ ଆଗକୁ ନେବା। ଏହି ପୁସ୍ତକଟି ମହାନ ଗୀତିକାର, ଚଳଚ୍ଚିତ୍ର ଅଭିନେତା, ପ୍ରଯୋଜକ, ନିର୍ଦ୍ଦେଶକ, ବିଶିଷ୍ଟ ନାଟ୍ୟକାର ଓ ସାହିତ୍ୟିକ ନାଟ୍ୟଶ୍ରୀ ରଘୁନାଥ ମିଶ୍ରଙ୍କୁ ଉତ୍ସର୍ଗ କରାଯାଇଛି। ଏହି ପୁସ୍ତକରେ ପ୍ରଥମ ମତାମତ ରହିଛି ବିଶିଷ୍ଟ ଶିକ୍ଷାବିତ୍ ତଥା ଚଳଚ୍ଚିତ୍ର ଅଭିନେତ୍ରୀ, ଗୀତିକାର, କବି ଏବଂ ଆକାଶବାଣୀ ଓ ଦୂରଦର୍ଶନର ଗୀତିକାର ଡକ୍ଟର ଶ୍ରୀମତୀ ମାଳବିକା ରାୟ ମ୍ୟାଡ଼ାମଙ୍କର ମତାମତ। ଆସନ୍ତୁ ମାଳବିକା ରାୟ ମ୍ୟାଡ଼ାମ ଏହି ପୁସ୍ତକ ସମ୍ପର୍କରେ କ'ଣ ଲେଖିଛନ୍ତି ଆମେ ଟିକେ ଜାଣିନେବା। ଓମ୍ ମା। ଶୁଭେଚ୍ଛା ବାର୍ତ୍ତା। ନାଟ୍ୟକାର ଅମୂଲ୍ୟ ଅନମୋଲ ଜଣେ ସଚେତନ ସମାଜ ସଂସ୍କାର ଧର୍ମୀ ନାଟ୍ୟକାର ରୂପେ
आम आगरे उपस्थित हुअन्ति। वास्तविक मनुष्यर चेतना ही तार आत्मिक परिचय। संकट और संघर्ष मध्य देई ताहा शाणित और जाज्वल्यमान हुए। चेतनार उत्थान और पतन, पतनरु पुनरुत्थान, पुनरुत्थानरु पतन मध्य असंभव नुहे। एही द्वंद्वात्मक दोलायमान आंदोलित स्थिति भितर देई गति करिबा अवसर रे अर्ध पशु अर्ध मानवर मानवत्वर ही जय हुए। नाट्यकार शुभ विश्वासी तांको लेखनी बहुश्रावी हेउ। एही शुभेच्छा सहित अभिनंदन जणाई दीर्घ सुस्थ निरामय जीवन पाई प्रार्थना करुछि। गभीर और आंतरिक शुभेच्छा सह मालविका राय। परवर्ती शुभेच्छा वार्ता रही श्रीजुक्त सुबोध पट्टनायकଙ୍କର। सुबोध पट्टनायक हेउछन्ति जणे सुपरिचित नाट्यकार निर्देशक। अंतर्जातीय स्तर रे नाटक क्षेत्र रे तांकर एक सुपरिचिति रही। जनाशुना नाट्य अनुष्ठान नाट्य चेतनार निर्देशक मध्य। आसंतु सुबोध सार कौन कहिछन्ति तांकरी वार्ता माध्यम रे आमे जानि नेबा। ओडिशा रे नाटक रचना क्षेत्र रे एक अभाव देखा देइछि। अर्थात अनेके आंचलिक भित्तिरे अनेक नाटक लेखुछन्ति हुएत, हेले ताहा चारिआडे सबुज देखिबार तृप्ति देई पारे। हेले उन्नत मानर नाटक चर्चा को आसीबा लोड़ा। जेमिति जंगल भितरे केउं गछ कि उपकार करि पारे ताहा जानिबा जरूरी। आम भितरे किए मनोरंजन दास कि विजय मिश्र बा किए रति मिश्र कि प्रमोद त्रिपाठी, सेमाने जेमिति भिन्न भिन्न फलंती गछ बोली तांको लेखा माध्यम रे प्रमाण देइछन्ति ओ नाट दल माने ओ दर्शक अपेक्षा करिछन्ति, सेमिति आजिर नाटक कौन ओ नाट्यकार किए। एही समय गोटे नाटक बही 5टी नाटकर समाहार भावे छपा हेबा अत्यंत गुरुत्वपूर्ण और खुशीर कथा। छपा हेले नाटक गुड़िक अनेक हाथ को आसिबो और पढ़िबार सुजोग आसिबो। तेबे चर्चा हेबो। चर्चा हेले नाटकर प्रयोजना और प्रदर्शनर बाट खोलिबो। तापरे गाड़ी मिलिले परवर्ती नाट्य रचना रे उन्नति आसिबो। ताली मिलिले आत्मविश्वास बढ़िबो और अधिक लेखिबा लागि उत्साह लागिबो। तेणु अनेक बधई। गंजाम जिला एक सृजनशील माटीर अंचल। मोर विश्वास ए माटी ओडिशा माटी को जड़े नाट्यकार को भेटी देव। अनेक शुभेच्छा सह रहुछि सुबोध पट्टनायक, निर्देशक, नाट्य चेतना, भुवनेश्वर। हाँ दर्शक बंधु, पंचपराग 5टी नाटकर एक संकलन। एही नाट्य संकलन रे स्थानित विभिन्न विज्ञ व्यक्ति मानकर शुभेच्छा वार्ता मध्यरु 2 जनकर शुभेच्छा वार्ता संपर्क रे आज आमे जानिले। आहुरी 3 जनकर रहिछि। तेबे दर्शक बंधु आसंतु आज कार्यक्रम रे सुपर हिट नाटकर गोटे सुपर हिट डायलॉग सुनिबा। सर एबडी कोटी कोटी विवेक जन्म नियंतु जो माने गांधी जी को स्वप्न रा राम राज्य को पूरी करे एई देश रे प्रतिष्ठा करिवे। हां आपण माने वर्तमान जो डायलॉग माने संलापटी सुनिले यह क्रांति नाटकर एक सुपरहिट डायलॉग थिला। नाटकटी को विशिष्ट नाट्यकार, निर्देशक, चलचित्र निर्देशक, गीतिकार नाट्यश्री रघुनाथ मिश्र रचना करथिबा बेले नाटकटी को निर्देशना देथिले श्रीजुक्त शशि भूषण दास। आउ नाटकरे मु माने आपण मानकर प्रिय अमूल्य अनमोल नायक विवेक शास्त्री भूमिका रे अभिनय करिवार सुजोग पाइथिले। यही अध्याय रे आमे अभिनय संपर्क रे टिके गुरुत्वपूर्ण विषय आलोचना करिबा। अभिनय विशेष करी 4 प्रकारर: आंगिक, बाचिक, सात्विक एवं आहार्य। यही 4 प्रकार अभिनय को नहीं एवं नव रस रही अभिनयर, ताकू नहीं कि ही आमर अभिनय से नाटक हो, चलचित्र हो, टेलीविजन हो किंबा अन्य कौनसी अभिनयर माध्यम हो, अभिनय परिपृष्ट होता है। 4 प्रकार अभिनय आंगिक, बाचिक, सात्विक एवं आहार्य बोली जानिले। एवं अभिनयर नव रस कौन आसंतु से संपर्क रे आज जानिनेबा। श्रृंगार रस, वीर रस, रौद्र रस,
ଅଦ୍ଭୁତ ରସ, ଭୟାନକ ରସ, କରୁଣ ରସ, ବିଭତ୍ସ ରସ, ହାସ୍ୟ ରସ ଓ ଶାନ୍ତ ରସ, ଏହିଭଳି 9ଟି ରସ ରହିଛି। ଏ ସମ୍ପର୍କରେ ଆମେ ଆଗାମୀ ଅଧ୍ୟାୟ ଗୁଡ଼ିକରେ ବିଶଦ ଭାବରେ ଆଲୋଚନା କରିବା। ତେବେ ବର୍ତ୍ତମାନ ଏତିକି ଜାଣି ନିଅନ୍ତୁ ଯେ 4 ପ୍ରକାରର ଅଭିନୟ ଏବଂ 9 ରସ ରହିଛି ଅଭିନୟର। ଏ ସମ୍ପର୍କରେ ଭଲ ଭାବରେ ଜାଣି ଆମେ ତାକୁ ଅଭିନୟରେ କାର୍ଯ୍ୟରେ ଲଗାଇଲେ ଆମ ଅଭିନୟ ଦର୍ଶକମାନଙ୍କର ମନ ମୋହି ନେବ ଏବଂ ଦର୍ଶକ ନିଶ୍ଚିତ ଭାବରେ ଆମ ଅଭିନୟକୁ ଗ୍ରହଣ କରିବେ, ପସନ୍ଦ କରିବେ ଆଉ ତାଳି ଆସିବ। ତାହା ପ୍ରକୃତରେ ଗୋଟିଏ କଳାକାର ପାଇଁ ପ୍ରକୃତ ପୁରସ୍କାର ଏବଂ ପ୍ରକୃତ ଉପାର୍ଜନ। ସେଥିପାଇଁ ଆପଣମାନେ ଏହି କାର୍ଯ୍ୟକ୍ରମକୁ ମନ ଦେଇ ଦେଖନ୍ତୁ, ଶୁଣନ୍ତୁ, ଯାହା ଦରକାର ତାକୁ କାଗଜ କଲମରେ ବା ଗୋଟେ ଖାତା କରି ନେଇ ଏହି ସମ୍ପର୍କରେ ଟିପି ନିଅନ୍ତୁ। ଆଉ ଯେଉଁମାନେ ଆପଣଙ୍କର ସମ୍ପର୍କୀୟ, ବନ୍ଧୁବାନ୍ଧବ, ସାଙ୍ଗସାଥି, ଭାଇ ଭଉଣୀ ଅଭିନୟ ସମ୍ପର୍କରେ ଆଗ୍ରହୀ ଅଛନ୍ତି, ଅଭିନେତା ବା ଅଭିନେତ୍ରୀ ହେବା ପାଇଁ ଚାହୁଁଛନ୍ତି, ସେମାନଙ୍କୁ ମଧ୍ୟ ଆପଣମାନେ ଆକୁ ସେୟାର କରିଦେଇପାରିବେ। ତାହେଲେ ଦର୍ଶକ ବନ୍ଧୁ, ଆଜି ପାଇଁ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ପୁଣି ଥରେ ଆପଣମାନଙ୍କ ପାଇଁ ଅଭିନୟ ଶିକ୍ଷାର କାର୍ଯ୍ୟକ୍ରମ ନେଇ ଆସିବୁ ଆଗାମୀ ଅଧ୍ୟାୟରେ। ସେତେବେଳେ ଯାଇ ବିଦାୟ ଦିଅନ୍ତୁ। ତେବେ ଆଜିର କାର୍ଯ୍ୟକ୍ରମକୁ ରଖିବା ପୂର୍ବରୁ ମୁଁ ଆପଣମାନଙ୍କୁ ଏମିତି କହିବି ଯେ ଆପଣମାନେ ଏହି କାର୍ଯ୍ୟକ୍ରମ ନିଶ୍ଚିତ ଭାବରେ ଭଲ ରୂପେ ଦେଖନ୍ତୁ, ମନେ ରଖନ୍ତୁ। କାର୍ଯ୍ୟକ୍ରମ କେମିତି ଲାଗିଲା ସେ ସମ୍ପର୍କରେ ନିଜର ମତାମତ ୟୁଟ୍ୟୁବ କମେଣ୍ଟ ବକ୍ସରେ ଲେଖନ୍ତୁ। ଆଜି ପାଇଁ ଆପଣମାନଙ୍କର ସାଥୀ ଅମୂଲ୍ୟ ଅନମୋଲକୁ ଏଇଠି ବିଦାୟ ଦିଅନ୍ତୁ। ନମସ୍କାର।